ଓଡ଼ିଆ ମୋହି ଓଡ଼ିଶା ମୋର ଦେଶ, ଏଇ ଦେଶରେ ଜନ୍ମ ମୋର ଏଇ ଦେଶରେ ବାସ। ଚତୁର୍ଥ ଶ୍ରେଣୀ ସାହିତ୍ୟ ବହିରେ ଥିବା ଏଇ କବିତାକୁ ନେଇକି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ସାଂଘାତିକ ଟ୍ରୋଲ୍ ଚାଲିଛି। କିଛି କିଛି ମହାଜ୍ଞାନୀ ଭୂଷ୍ପଣ୍ଡିତ ତ କହୁଛନ୍ତି ଯଦି ଓଡ଼ିଶା ମୋର ଦେଶ ହେଲା ତାହେଲେ ମୋ ବାପାକୁ ମୁଁ ମଉସା ଡାକିଲେ ଅସୁବିଧା କ'ଣ? ସତରେ ଏଭଳି ଭୂଷ୍ପଣ୍ଡିତମାନଙ୍କର ଜ୍ଞାନ ଗରିମା ଦେଖିଲେ ଯେତିକି ହସ ଲାଗେ ତାଠାରୁ ଅଧିକା ରାଗ ମଧ୍ୟ ଲାଗେ। ମାନେ ନିଜର ଜ୍ଞାନ ହୋମିଓପାଥି ଶିଶିର ସାଇଜ୍ ଠାରୁ ବି କମ୍, କିନ୍ତୁ ବାହାସ୍ଫୋଟ ମାରୁଥିବେ ଯେମିତି 7ଟା ସମୁଦ୍ରକୁ 7 ଥର ନେଇ ମାପି ସାରିଲେ। ହୋଇବ ମହାଜ୍ଞାନୀମାନେ, ସାହିତ୍ୟର 100 ଅକ୍ଷର ତୁମକୁ ଜଣାଅଛି? ଯଦି ଅଳ୍ପ ସ୍ୱଳ୍ପ ଜ୍ଞାନ ତୁମ ପାଖରେ ଥାଆନ୍ତା, ଯଦି ଟିକିଏ ଅଧେ ପାଠଶାଠ ପଢ଼ିଥାନ୍ତ, ତାହେଲେ ଆଜି ତୁମମାନଙ୍କୁ ପେଟ ପୋଷିବା ପାଇଁ ଏମିତି ଆଲତୁ ଫାଲତୁ ଭିଡ଼ିଓ ବନାଇବାକୁ ପଡ଼ିନଥାନ୍ତା। ଆରେ ଜାଣିନ ତ ଜାଣିବାକୁ ଚେଷ୍ଟା କର। ତୁମେ ଯେଉଁ ସାହିତ୍ୟିକଙ୍କ ସାହିତ୍ୟ ଉପରେ ପ୍ରଶ୍ନ ଉଠାଉଛ ନା, ସିଏ ତୁମ ଭଳି ଏମିତି ଆଲତୁ ଫାଲତୁ ଟଙ୍କିକିଆ ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସର ନୁହନ୍ତି, ବୁଝିଲ? ସେ ହେଉଛନ୍ତି ଓଡ଼ିଶାର ସୁନାମଧନ୍ୟ ଶିଶୁ ସାହିତ୍ୟିକ, ପ୍ରାୟ 40ରୁ ଅଧିକ ପୁସ୍ତକର ରଚୟିତା, ଆହେ ଦୟାମୟ ବିଶ୍ୱ ବିହାରୀ ପରି କାଳଜୟୀ ସୃଷ୍ଟିର ସ୍ରଷ୍ଟା, ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କାର ପ୍ରାପ୍ତ ବିଖ୍ୟାତ ସାହିତ୍ୟିକ ସ୍ୱର୍ଗତ ରାମକୃଷ୍ଣ ନନ୍ଦ। ଯଦି ତାଙ୍କ ଜ୍ଞାନ ଗରିମା ଉପରେ ତୁମର ସନ୍ଦେହ ଅଛି, ତାପରେ ବି ଯାଇ ଦେଖ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ 3880 ପୃଷ୍ଠାରେ ଦେଶ ଶବ୍ଦର କ'ଣ ବ୍ୟାଖ୍ୟା କରାଯାଇଛି। ଦେଶ ମାନେ ରାଷ୍ଟ୍ର, ଦେଶ ମାନେ ରାଜ୍ୟ, ଦେଶ ମାନେ ଏକ ଶାସନାଧୀନ ଅଞ୍ଚଳ, ଦେଶ ମାନେ ଜନ୍ମସ୍ଥାନ, ଦେଶ ମାନେ ମାତୃଭୂମି। ମୁଁ ବି ଯେଉଁମାନେ ଜୀବନରେ ବର୍ଣ୍ଣବୋଧ ବହି ଦେଖିଥିବେ କି ନାହିଁ ସନ୍ଦେହ, ତାଙ୍କୁ ପୁଣି ଓଡ଼ିଆ ଭାଷାର କଳା କୋଣାର୍କ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ବାବଦରେ ପଚାରୁଛି। ଏଇଟା ସତ କଥା କି ବହିରେ ବହୁତ ଭୁଲ ଅଛି, କିନ୍ତୁ ସେଇ ଭୁଲ ଆଢ଼ୁଆଳରେ ରହି ଆମ ବିଖ୍ୟାତ ସାହିତ୍ୟିକମାନଙ୍କର ଲେଖା ଉପରେ ପ୍ରଶ୍ନ ଉଠାଇ ନିଜ ଟଙ୍କିକିଆ ଔକାତର ପରିଚୟ ଦିଅ ନାହିଁ। ମନେ ରଖ, ତମର ଔକାତ ହୋମିଓପାଥି ଶିଶି ଠାରୁ ବି କମ୍, ଆଉ ସେମାନେ ହେଉଛନ୍ତି ସମୁଦ୍ର ପରି ବିଶାଳ, ପାଣ୍ଡିତ୍ୟ ତାଙ୍କର ଆକାଶ ପରି ଅସୀମ। ଯେଉଁଥିରେ ତୁମର ଜ୍ଞାନ ନାହିଁ, ଯେଉଁ କଥା ତୁମ ବୁଝିବା ଶକ୍ତିର ବାହାରେ, ସେ ବାବଦରେ ଅଧିକା ପାଣ୍ଡିତ୍ୟ ଦେଖାଉନି, ଅଧିକା ପଣ୍ଡିତିଆମ ଦେଖିକି ଲୋକହସା ହୁଅନି। ଆମ ସାହିତ୍ୟିକମାନଙ୍କୁ ସମ୍ମାନ ନ ଦେଲ ନାହିଁ, ଅନ୍ତତଃ ଏଭଳି ଅପମାନ କର ନାହିଁ। ୟାଦ୍ୱାରା ନିଜେ ନିଜର ଇଜ୍ଜତ ହରଉଛ, ନିଜର ମୂଲ୍ୟ କମାଇ ଦେଉଛ।